ଧର୍ମର ଗର୍ବ ଏବଂ ଗୌରବ, ବିଶ୍ୱର ଏକ ଶ୍ରେଷ୍ଠ ଦର୍ଶନ। ଏମିତି କୌଣସି ଧର୍ମ ଆଜି ପର୍ଯ୍ୟନ୍ତ ସୃଷ୍ଟି ହେଇନାହିଁ ଯେଉଁ ଧର୍ମର ନିର୍ଯାସ ଗୀତା ଭିତରେ ନାହିଁ। ସେଥିପାଇଁ କୁହାଯାଏ ଯେ ଗୀତା ପଢ଼ ବୁଝ, ଏ କଥାଟାକୁ ଯେତିକି ଗୁରୁତ୍ୱ ଦିଆଯାଏ, ସବୁବେଳେ ଆମେ ଗୁରୁତ୍ୱ ଦଉ ଗୀତା ପଢ଼ ବୁଝ ଓ କର। ଆମେ ଯଦି ଖାଲି ପଢ଼ିବା କିଛି ବୁଝିବା ନାହିଁ, ବୁଝିବା କିଛି କରିବା ନାହିଁ, ତାହେଲେ ଗୀତା ଗୀତା ହେଇକି ରହିବ। ଗୀତା ଇଏ ଗୋଟିଏ ଶବ୍ଦ, এই ଗୋଟିଏ ଶବ୍ଦ ଭିତରେ ମଧ୍ୟ 18ଟି ଅଧ୍ୟାୟ ଗୀତାର ସାରାଂଶ ରହିଛି। ଆମେ ଏମିତି ଭାବରେ କହିବା ଗୀତା ମାନେ ଅନୁଷ୍ଟୁପ ଛନ୍ଦ, ଉପଜାତି ଛନ୍ଦରେ ଲେଖା ହେଇଥିବା ଶ୍ଲୋକ ଗୁଡ଼ିକୁ ନେଇ ଆମେ ତାକୁ ଗୀତା ବୋଲି କହୁ। ତା ବି ତତ୍ତ୍ୱ ରହିଛି। ପିଲାମାନେ, ମୁଁ ତମମାନଙ୍କୁ ବେଶୀ କିଛି ମାନେ କଷ୍ଟିଆ କଥା କହିବି ନାହିଁ କି ବେଶୀ ସମୟ ବି ନେବି ନାହିଁ। ଏଠି ତମମାନଙ୍କର ଯେ ନିତ୍ୟ ନୈମିତ୍ୟ ଦିଗ୍ଦର୍ଶକ ସେମାନେ ମଧ୍ୟ ଏଇଠି ବସିଛନ୍ତି। ସ୍ୱାମୀଜୀ ମାନେ, ପ୍ରତ୍ୟେକ ସ୍ୱାମୀଜୀ ମାନଙ୍କୁ ମୁଁ ପ୍ରଣାମ ଜଣାଉଛି। ବର୍ତ୍ତମାନ ଯିଏ ଦାୟିତ୍ୱରେ ଅଛନ୍ତି ତାଙ୍କ ସହିତ ମୋର ସମ୍ପର୍କ ବହୁତ ପୁରୁଣା। ମୁଁ ଏଠିକି ଥରେ ଆସିଥିଲି, ସିଏ ମଧ୍ୟ ଥରେ ଯାଇଛି। ତେବେ ତାଙ୍କୁ ବି ମୋର ପ୍ରଣାମ ନିବେଦନ କରୁଛି ଏବଂ ତାଙ୍କର ଯିଏ ଅନୁଷ୍ଠାନର ସଭାପତି, ସମ୍ପାଦକ ଇତ୍ୟାଦି ଇତ୍ୟାଦି ଯେଉଁମାନେ କର୍ମକର୍ତ୍ତା, ଏଇଭଳି ଏକ ଅନୁଷ୍ଠାନକୁ ସେମାନେ ବଢ଼ିପାରିଛନ୍ତି ଏବଂ ଆଗକୁ ନେଇପାରୁଛନ୍ତି। ସେଥିପାଇଁ ତାଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ମୁଁ ଆଣ୍ଡାମାନ ଦ୍ୱୀପପୁଞ୍ଜକୁ ଯାଇଥିଲି। ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଚିନ୍ମୟ ମିଶନ ଗୋଟେ ରହିଛି। ଚିନ୍ମୟ ଶବ୍ଦର ଅର୍ଥ ହେଉଛି ଆକର୍ଷଣ। ଚିନ୍ମୟ କହିଲେ ରାଧାରାଣୀଙ୍କୁ କୁହାଯାଏ ଚିନ୍ମୟୀ, ଭଗବାନ କୃଷ୍ଣଙ୍କୁ କୁହାଯାଏ ଚିଦାନନ୍ଦ। କିନ୍ତୁ ଚିନ୍ମୟ କହିଲେ ସୁନ୍ଦର। ଇଏ ପୃଥିବୀରେ ଜଣେ ଚିନ୍ମୟ ଜନ୍ମ ହେଇଥିଲେ ଯାହାଙ୍କର ଲୋମ ବି ଗୀତା। ସେ ଇଂରାଜୀରେ ଗୀତା କହୁଥିଲେ, ହିନ୍ଦୀରେ କହୁଥିଲେ, ଆଉ ତାଙ୍କର ସବୁଠାରୁ ବଡ଼ ଆଦେଶ ଥିଲା ପଙ୍କ୍ଚୁଆଲିଟି, ସମୟାନୁବର୍ତ୍ତିତା। ଗୋଟିଏ ସେକେଣ୍ଡ ବି ଏପଟ ସେପଟ ହେବ। ତମେମାନେ ଯଦି ପିଲାମାନେ ସେଇ କଥାଟା ଜୀବନରେ ଶିଖିବ, ଯଥା ସମୟରେ ଯଥା କାର୍ଯ୍ୟ କରିବ, ତାହେଲେ ଜୀବନରେ ଭଲ ମଣିଷ ହେବ। ଆଣ୍ଡାମାନ ନିକୋବର ଆଣ୍ଡାମାନରେ ଓଡ଼ିଆକୁ ଚିନ୍ମୟ ମିଶନରେ ରଖିବା ପାଇଁ ବ୍ୟବସ୍ଥା କରାଗଲା। ଯୋଉ ଘରେ ଚିନ୍ମୟାନନ୍ଦ ଗଲେ ବିଶ୍ରାମ ନିଅନ୍ତି, ସେଇ ଘରଟିକି ମତେ ଦେଲେ, ଆପଣ ଏଇ ଘରେ ରହିବେ। ମୁଁ ଆହୁରି ଖୁସି ହେଲି। ମୁଁ ଶୋଇଛି, ଶୋଇ ନାହିଁ, ମାନେ
ନିଦ ହେଇନି, କିଛି କଥା ଭାବୁଛି। ଜଣା ପଡ଼ିଲା ଜଣେ କେହି ବ୍ୟକ୍ତି ସେ ଘର ଭିତରକୁ ଆସିଲେ। ତାକୁ ଅନ୍ୟମାନେ କେହି ବିଶ୍ୱାସ କରିବେନି, କିନ୍ତୁ ମୁଁ ଅନୁଭବ କରିଛି। ଖାଲି ଆସିଲେନି, ସେ ଘରେ ଯୋଉ କାଗଜ ପତ୍ର ସବୁ ବହି ପତ୍ର ଥିଲା, ମତେ ଜଣା ପଡୁଥାଏ ଯେମିତି ଜଣେ ବହି ପଢୁଛି, କି ଏ ବହିଟାକୁ ନେଇ ସେ ଜାଗାରେ ରଖୁଛି, ସେ ବହିଟାକୁ ନେଇ ଏ ବହି ଜାଗାରେ ରଖୁଛି, ପାଦଚାରଣ କରୁଛି। ଗୋଟେ ମାନେ ଏଇଭଳି ଭାବରେ ଥରେ ଆମେ ଅନୁଭବ କରୁ। ଦ୍ୱାର ମୁକ୍ତ କରି କିଏ ଫସି ଆସୁଛନ୍ତି ଦେଖିଲ। 3 ଥର ଆମେ ଚେଷ୍ଟା କଲୁ, 3 ଥର ପରେ କନଫର୍ମ ହେଲୁ ଇଏ ହଉଛନ୍ତି ଚିନ୍ମୟାନନ୍ଦଙ୍କର ପବିତ୍ର ଆତ୍ମା। ଏଟାକୁ ଆମେ ଅନୁଭବ କରୁ। ଆଉ ଥରେ ଯିବି ବୋଲି ଯାଇପାରିନି, କିନ୍ତୁ ଆଜି ତାପରେ ଚିନ୍ମୟ ମିଶନ ଆସାମ ଗୌହାଟୀରେ ସେଠି ମଧ୍ୟ ଗୋଟେ ରାତ୍ରି ଯାପନ କରିଥିଲୁ। ଆଜି ମୋର ପରମ ସୌଭାଗ୍ୟ ଆପଣମାନଙ୍କ ପାଖରେ ଏଇ ଭବାନୀପାଟଣା ଶାଖାରେ ଆମେ ଆଜି ପହଞ୍ଚିଛୁ। ଆଚ୍ଛା, ଗୀତା କହିଲେ ସେ ତ ଅନେକ କହିଛନ୍ତି। ବିଶ୍ୱରେ ଏମିତି ଗୀତା କହିଲା ବାଲା ଆଜି ପର୍ଯ୍ୟନ୍ତ ଜନ୍ମ ହେଇନାହାନ୍ତି। ସ୍ୱାମୀ ଶିବାନନ୍ଦଙ୍କର 2 ଜଣ ଗୀତା ଗୋଲ ନାଇଁ, ଗୋଲ ଗୀତା ହୀରା ଡାଇମଣ୍ଡ। ଜଣେ ଶିବାନନ୍ଦ, ଏ ଜଣେ ଚିଦାନନ୍ଦ, ଜଣେ ଚିନ୍ମୟାନନ୍ଦ। ଚିଦାନନ୍ଦ ଯୋଉଠି କହନ୍ତି ଚିନ୍ମୟାନନ୍ଦଙ୍କର କଥା କୁହନ୍ତି, ଚିନ୍ମୟାନନ୍ଦ ଯୋଉଠି କହନ୍ତି ଚିଦାନନ୍ଦଙ୍କ ନାଁ ବି। ଭାଇ ଭାଇର ସମ୍ପର୍କ ଏତେ ସୁନ୍ଦର, ଯୋଉଟା ଆଜିକାଲି ସେ ସମ୍ପର୍କଟା ପ୍ରାୟ ଦେଖାଯାଏ, ଅଛି କିନ୍ତୁ ଦେଖାଯାଏ, ମାନେ ଅନୁଭବ। ଗୀତା ବୋଲି ଯୋଉ 2ଟି ଶବ୍ଦ ଗ କହିଲେ ଗତିର୍ ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣଂ ପ୍ରଭବ ପ୍ରଳୟନ୍ତା ଜ୍ଞାନ। ଇଏ ହଉଛି ଗୀତା। ଆମେ ଏଠି ଆଜି ପାଠ ପଢୁଛୁ, ଏଇ ଜାଗାରେ କିଏ ଶିକ୍ଷକତା କରୁଛନ୍ତି, ସ୍ୱାମୀଜୀ ମାନେ ସାଧନ କରୁଛନ୍ତି। ଆମେ ବୁଲିକିରି କଣ ଗୋଟେ କହୁଛୁ, କିଏ ଚାକିରି କରିଛନ୍ତି, କିଏ ରାଜନୀତି କରୁଛନ୍ତି, କିଏ ଭଲ ଆଉ କିଏ ମନ୍ଦ। ଏ 2ଟି କଥାକୁ ପ୍ରତି ମୁହୂର୍ତ୍ତରେ ଯିଏ ଓଜନ କରିପାରିଛି ସିଏ ହଉଛନ୍ତି ଗତିଦାତା। ଯଦି ତମେ ଭୁଲ କରିଛ, ସେ ଭୁଲକୁ କ୍ଷମା ଦିଅନ୍ତି ସେଇ। ଯଦି ଠିକ କରିଛ, ତମକୁ ପ୍ରଶଂସା କରନ୍ତି ସେଇ। ସେ ନିଜେ ଗୀତାରେ କହିଛନ୍ତି ଦଣ୍ଡୋ ନମୟତା ନୀତିରଶ୍ମି। ଇଏ ହଉଛି ଗ। ଇ କହିଲେ ଦୀର୍ଘ ଇ। ସେ କେଉଁଠି ଅଛନ୍ତି? ସେ ସ୍ଥାନ ନିରୂପଣ କରିଗଲେ ଗୀତା। ଗୀତା ସ୍ଥାନଟାକୁ ନିରୂପଣ କଲେ। ମନ୍ଦିର ଆଶ୍ରମରେ ଅଛନ୍ତି ଏକଥା ସେ କହିଲେ। ସେ କଣ କହିଲେ? ଈଶ୍ୱର ସର୍ବଭୂତାନାଂ ହୃଦେ ସର୍ଜୁନ ତିଷ୍ଠତି। ତମମାନଙ୍କର ହୃଦୟରେ ସେ ଅଛନ୍ତି। ତୁମେ ଯାହାକୁ ଖୋଜୁଛ ଏ ତମ ହୃଦୟ ଭିତରେ। ତ କହିଲେ ଗୀତାର 17 ଅଧ୍ୟାୟରେ କହିଲେ ସିଏ ହଉଛି ଅର୍ଜୁନକୁ ଗୋଟେ ଦୀକ୍ଷା।
तीनोटी ना ओम तत् सत्। ओम कहले ओमित्येकाक्षर ब्रह्म। तत् कहले मु तुम निकटरे अछि, तमे मते दूररे भावुछ किंतु मु तुम पाखे। सत् कहले ये दुनिया एकमात्र साकार होउछन्ति जे आउ सब निराकार। एकमात्र साकार परमात्मा अछन्ति थिले रहिबे। तेणु से प्रकृत साकार। आमे जो मानक पूजा करूँ सब निराकार, खाली मूर्ति गुड़िक आम पाखे साकार कि मूर्ति भितर रही से पूर्ण साकार ज्योति शक्ति गुण इत्यादि। मुही एकमात्र सत्। ये होची गीत गीत आ मु देह नुहे, मु जीव नुहे, जीवर देहर आत्मा। नैनं छिन्नन्ति शस्त्राणि, जाको अस्त्र छिंदी अस्त्र काटी दे पारे ना, निया पोड़ी पारे ना, जड़ ओदा करि पारे। कि मते जानिबो केमिति? नवम अध्याय से स्पष्ट कहिए अनन्य। पिला माने तुमे पाठ पढुछ, पाठ पढ़ारे मन न देई यदि मोबाइल रे मन दबो, पाठ पढ़ारे मन न देई यदि अन्य केवल खेल मन दब, खेलने को मना नहीं, मोबाइल देखा मना नहीं। जदि ये भाया पाठ गोटे सत्संग, सत्संग को छाड़ी कुसंग मत मन तार कौन हम तमें मत पाइब मान मु तम निकटरे अच्छी, तुम्हें मत अनन्य भाव चिंतन कर। मन करा जाऊ मु माणिकेश्वरी को भल पाए, ये जगत रे जो ढिकी गले भी वो माणिकेश्वरी सत्ता को अनुभव कर। मु जगन्नाथ को भल पाए, वो जो ढिकी गले भी वो जगन्नाथ नाम स्मरण। मंदिर खाली मंदिर भी नुहे, मो मस्जिद चर्च गुरुद्वार सबू किसी होती जगन्नाथ, सबू माणिकेश्वर। ये अर्जुन अनन्य चिंतयन्तवान्। हमें बहुत प्रकार उपासना करूँ, ये संतोषी माँ करूँ, ये कौन सब केते उपासना कर। श्रेष्ठ उपासना हो जीवन श्रेष्ठ उपासना अनन्य भाव न अन्य अनन्य अनन्य भाव जी मत एक भाव एक रूप चिंतन करे सी हूँ प्रकृत अनन्य उपासना। जी मो सहित मु ता सहित मिशी जाए। जगन्नाथ का रूप हाथ टी एमती अच्छी यहाँ कौन आलिंगन सी जगत को आलिंगन करू। यदि नित्याभियुक्ता भक्त भगवान मिलन हुए, गुरु शिष्यर मिलन जमकि आम ये बसीचे स्वामीजी मैंने बसी आम बस
ମତେ କୁର୍ସୀ ଚେୟାର ଟିଏ ଦେଇଛନ୍ତି ବସିବା ପାଇଁ, କିନ୍ତୁ ମୁଁ ଚେୟାରରେ ବସିବା ଯୋଗ୍ୟ ନୁହେଁ, ସେଇଠି ବସିବା ଯୋଗ୍ୟ। କିନ୍ତୁ ସିଏ ମତେ ଆସନ ଖୁସିରେ ଦେଇଛନ୍ତି, ସେ ଜାଣିଛନ୍ତି ମୁଁ ଟିକେ ବସିଲେ ଉଠି ପାରିବି, ତେଣୁ ମୁଁ ଏମିତି କରିଛି। ଏଇ ଯୋଉ ଭଲ ପାଇବା, ଲଭ୍ ଇଜ୍ ଗଡ୍, ସର୍ଭ ଇଜ୍ ଗଡ୍, ଏଇ ଯୋଉ ଭଲ ପାଇବା, ଏଇ ଯୋଉ ସେବା, ଏଇ ଯୋଉ ଆକର୍ଷଣ, ଏଇ ହଉଛି ଏହା ଯେଉଁମାନେ କରନ୍ତି ମୁଁ ତାର ସବୁ ଯାକ ଦାୟିତ୍ୱ ବହନ କରେ। ଯୋଗ କ୍ଷମ ସେମାନେ ମତେ ଯିଏ ଅନନ୍ୟ ଭାବରେ ଚିନ୍ତା କରେ, ମୋ ସହିତ ଯୁକ୍ତ ହୁଏ, ମୁଁ ତାର ସବୁ କଥା ମୁଁ ବୁଝେ। ଆଉ ତେଣୁ ଇଏ ହଉଛି ଗୀତାର ମହାନ ବାଣୀ। ପିଲାମାନେ ପାଠରେ ମନ ଦିଅ, ବିଦ୍ୟା ଅଟଇ ମହାଧନ। ଗୀତାରେ କୁହାଯାଇଛି ବିଦ୍ୟାନାଂ ଅଧ୍ୟାତ୍ମ ବିଦ୍ୟା। ବିଦ୍ୟାରେ ମନ ଦିଅ, ଭଲ ମଣିଷ ହୁଅ, ପିତୃମାତୃ ପ୍ରଣାମ, ଏଇଭଳି ଭାବରେ ଧରିତ୍ରୀକୁ ପ୍ରଣାମ, ଗଙ୍ଗାଙ୍କୁ ପ୍ରଣାମ, ଗୋମାତାଙ୍କୁ ପ୍ରଣାମ, ଇଏ ସବୁ କଥା ମନ ଭିତରେ ବାସ ଦିଅ। ଆଉ ସବୁଠାରୁ ବଡ଼ କଥା ହଉଛି ମଦ୍ୟ ମାଦକ ଠାରୁ ବହୁତ ଦୂରକୁ ପଳେଇଲା। ମଦ୍ୟ ମାଦକ ତାଠାରୁ ବହୁତ ଦୂରକୁ ପଳେଇଲା, ତାହେଲେ ତମେ ଭଲ ମଣିଷ। ଗଛ ଲଗେଇ ଶିଖ, ଜଙ୍ଗଲ ରକ୍ଷା କରି ଶିଖ, ଦେଶ ପ୍ରେମ ରକ୍ଷା କର। ଏଇ ଚିନ୍ମୟାନନ୍ଦ ହିଁ ଆରମ୍ଭ କରିଥିଲେ ବିଶ୍ୱ ହିନ୍ଦୁ ପରିଷଦ। ଆଜି ସମଗ୍ର ବିଶ୍ୱରେ ସେମାନେ ଗର୍ଜନ କରୁଛନ୍ତି। ଯଦି ସେ ଆଜି ଦେହରେ ଥାନ୍ତେ ଆହୁରି ଆଗକୁ ଯାଇଥାନ୍ତେ। ଏ ମହାପୁରୁଷ ମୁକୁନ୍ଦ ବନ୍ଦେ ତୋ ଚରଣାରବିନ୍ଦ। ଏ ମହାପୁରୁଷ ପୁଣି ଥରେ ଆମ ପାଖକୁ ଫେରି ଆସ। এই বিশ্বর সমস্যাକୁ ଆଜି ସେଇ ବୈକୁଣ୍ଠରେ ରହି ଦେଖ ଆମମାନେ କିଭଳି ଏତିକି କହି ମୋର କଥାକୁ ତାଙ୍କରି ପାଦରେ ତାଙ୍କରି କଥାକୁ ସମର୍ପଣ କରି ବାଣୀକୁ ବିଶ୍ରାମ ହରି। Gracias.